ଦର୍ଶକ ବନ୍ଧୁ, ଆଜି ଶୁଣିବା ସଫଳତାର କାହାଣୀ। ପ୍ରତ୍ୟେକ ସଫଳତାର ଶ୍ରେୟ ଭଗବାନଙ୍କୁ ଦେବା ଉଚିତ, କାରଣ ତାଙ୍କରି ବିନା ଇଚ୍ଛାରେ ଗଛର ପତ୍ର ବି ହଲେ ନାହିଁ। ତଥାପି ଭାଗ୍ୟ ଗଢ଼ି ତୋଳିବା ପାଇଁ ସମ୍ପୂର୍ଣ୍ଣ ରୂପେ ଭଗବାନଙ୍କୁ ଉତ୍ତରଦାୟୀ ଭାବିବା ଆମର ଭୁଲ ଅଟେ। କାରଣ ଆମ୍ଭେମାନେ ଯଦି ପୌରାଣିକ ଆଡ଼କୁ ନଜର ଦେବା, ତାହେଲେ ସବୁଠି ନିଜର କର୍ମକୁ ହିଁ ଶ୍ରେୟ ଦିଆଯାଇଛି, ଅର୍ଥାତ୍ ନିଜର କର୍ମ ହିଁ ନିଜର ଭାଗ୍ୟ। ତେଣୁ ଆମ୍ଭେମାନେ ଯଦି ଆମ୍ଭମାନଙ୍କର ଲକ୍ଷ୍ୟସ୍ଥଳକୁ ପ୍ରଥମେ ମନ ଭିତରେ ସ୍ଥିର କରି ସଂକଳ୍ପବଦ୍ଧ ହୋଇ ନିଜର ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରସ୍ତୁତ ହେବା, ନିଶ୍ଚିତ ଭାବେ ସଫଳତା ଆମ୍ଭକୁ ସ୍ୱାଗତ କରିବ। ହୋଇପାରେ ସେଥିପାଇଁ ଅନେକ ସଂଘର୍ଷ କରିବାକୁ ପଡ଼ିପାରେ, ହେଲେ ବି ନିଜର ମନୋବଳ, ଧୈର୍ଯ୍ୟ, ନିଜର ଲକ୍ଷ୍ୟସ୍ଥଳ କେବେ ବି ଓହରି ଆସିବା ଅନୁଚିତ। ନିଜର ଲକ୍ଷ୍ୟ କବାଟ ସବୁବେଳେ ବାଡ଼ାନ୍ତୁ। ହେଇପାରେ ଈଶ୍ୱର ଆପଣଙ୍କୁ ଧୈର୍ଯ୍ୟର ପରୀକ୍ଷା ନେଉଛନ୍ତି। ସବୁଠୁ ବଡ଼ କଥା ହେଲା ନିଜର ବିଫଳତାର କାରଣଗୁଡ଼ିକୁ ଆତ୍ମସମୀକ୍ଷା କରି ଭୁଲକୁ ସୁଧାରି ନେବା। ଏମିତି ବି ଅନେକ ସମୟ ଆସେ ନିଜର ଗତିପଥକୁ ବଦଳାଇବାକୁ ବାଧ୍ୟ କରିଥାଏ। ତଥାପି ବିଶ୍ୱାସ ନ ହରାଇ ନିଜର ଗତିପଥରେ ଆଗେଇ ଚାଲନ୍ତୁ। ପ୍ରତ୍ୟେକ କଷ୍ଟକୁ ସହିବା ଶିଖନ୍ତୁ। ଧୈର୍ଯ୍ୟର ସହ ସତ୍ୟକୁ ସାମ୍ନା କରନ୍ତୁ। ଦେଖିବେ ଧୀରେ ଧୀରେ ଆପଣଙ୍କ ଲକ୍ଷ୍ୟସ୍ଥଳରେ ଆପଣ ପହଞ୍ଚି ସାରିଥିବେ। ପ୍ରକୃତରେ ଜୀବନକୁ ଆମେ ଯେତେ ସହଜ ଭାବନ୍ତି ଏବଂ ନିଜର ବ୍ୟକ୍ତିଗତ ଜୀବନକୁ ସହଜରେ ଅତିକ୍ରମ କରିବାକୁ ଚେଷ୍ଟା କରିଥାନ୍ତି, ବାସ୍ତବରେ ତାହା ସେମିତି ହୋଇନଥାଏ। ସେ ସଫଳତା ହେଉ କି ଶାନ୍ତି, ସବୁଠି କିଛି ନା କିଛି ତ୍ୟାଗ କରିବାକୁ ପଡ଼ିଥାଏ। ବିନା ସଂଘର୍ଷରେ କାହାକୁ ସଫଳତା ମିଳିନାହିଁ।